ସନ୍ଧ୍ୟା ଦୀପ ସମୟରେ ପାଳନ କରନ୍ତୁ ଏହି 7ଟି ନିୟମ। ସୁଖ ସମୃଦ୍ଧିରେ ଭରି ଉଠିବ ଆପଣଙ୍କ ପରିବାର। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘରେ ରହିବା ସହ ମା ଆପଣଙ୍କ ଘରେ ସ୍ଥିର ରୂପରେ ବାସ କରିବେ। ଆମେ ହିନ୍ଦୁ ଧର୍ମୀ ଲୋକ ଦିନ ଆରମ୍ଭ ହୁଏ ଭଗବାନଙ୍କ ପୂଜାରୁ ଏବଂ ଶେଷ ହୁଏ ଭଗବାନଙ୍କୁ ପ୍ରଣାମ କରି। ପ୍ରତ୍ୟେକ ଦିନ ଆମେ ସକାଳ ଓ ସନ୍ଧ୍ୟାରେ ଭଗବାନଙ୍କୁ ପୂଜା ବା ବନ୍ଦାପନା କରିଥାଉ। ବିଶେଷ କରି ଘରର ମହିଳାମାନେ ଭଗବାନଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି, କାରଣ ସେମାନେ ଘରର ଲକ୍ଷ୍ମୀ। ତାଙ୍କ ଚାଲିଚଳନରେ ମା ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ବିବାହିତ ମହିଳାମାନେ ସନ୍ଧ୍ୟା ସମୟରେ ନିଜ ଜାଣତରେ ହେଉ ବା ଅଜାଣତରେ କିଛି ଭୁଲ କରିବା କଥା ନୁହେଁ। ଦିନର ଶେଷ ଏବଂ ରାତିର ପ୍ରାରମ୍ଭକୁ ଆମେ ସନ୍ଧ୍ୟା ସମୟ କହୁ। ତାପରେ ଆପଣ ସନ୍ଧ୍ୟା ଦୀପ କେଉଁ ଜାଗାରେ ଦେବେ? ପ୍ରଥମେ ଆପଣ ଠାକୁର ଘରେ ଦୀପ ଲଗାଇ ପୂଜା କରିବେ ଏବଂ ଦ୍ୱିତୀୟରେ ମା ବୃନ୍ଦାବତୀଙ୍କ ପାଖରେ ଦୀପ ଜାଳିବେ। ଘରର ମୁଖ୍ୟ ଦ୍ୱାରରେ ଘିଅର ଦୀପଟିଏ ଜାଳିବେ। ଘରର ବାହାରକୁ ଆସିବାର ବାମ ପଟେ ଜାଳିବେ। ଏହାଦ୍ୱାରା ଦେବାଦେବୀମାନେ ଆପଣଙ୍କ ଘରକୁ ପ୍ରବେଶ କରିବେ। ନକାରାତ୍ମକ ଶକ୍ତି ଦୂରେଇ ଯିବ। ସକାରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରିବ। କିଛି ଲୋକ ସନ୍ଧ୍ୟା ଦେବା ସମୟ ହିଁ ଜାଣିନଥାନ୍ତି। ଅନ୍ୟମାନଙ୍କର ଘଣ୍ଟା ଏବଂ ଶଙ୍ଖ ଧ୍ୱନି ଶୁଣି ସନ୍ଧ୍ୟା ଦେଇଥାନ୍ତି। ତେଣୁ ଆପଣ ସବୁବେଳେ ସନ୍ଧ୍ୟା ସଠିକ୍ ସମୟରେ ଦିଅନ୍ତୁ। ଖରା ଦିନରେ ଡେରିରେ ସନ୍ଧ୍ୟା ହୁଏ, କିନ୍ତୁ ଶୀତ ଦିନରେ ଶୀଘ୍ର ସନ୍ଧ୍ୟା ହୁଏ। ଯେଉଁମାନେ ବି ଧୂପ ଦେଉଛନ୍ତି ସନ୍ଧ୍ୟା ସମୟରେ, ସେମାନେ ଭଲ ଭାବରେ ଧୁଆଧୋଇ ହୁଅନ୍ତୁ ଏବଂ ବାସି ଲୁଗାକୁ ବଦଳାଇ ଆପଣ ସନ୍ଧ୍ୟା ଦିଅନ୍ତୁ। କିଛି ନୀତି ନିୟମ ମାନି ଚଳିଲେ ଆମ ପାଇଁ ଭଲ। ସର୍ବଦା ମନେ ରଖନ୍ତୁ, ଶୁଦ୍ଧ ମନରେ ଆପଣ ସନ୍ଧ୍ୟା ଦିଅନ୍ତୁ। ଭକ୍ତି ଚିତ୍ତରେ ଭଗବାନଙ୍କୁ ପ୍ରଣାମ କରନ୍ତୁ। ଦୁଃଖ ଓ ବିରକ୍ତି ଭାବରେ ସନ୍ଧ୍ୟା ଦିଅନ୍ତୁ ନାହିଁ। ସନ୍ଧ୍ୟା ଦେବା ସମୟରେ ଘରର ମୁଖ୍ୟ ଦ୍ୱାରରେ ଆପଣ ଦୀପ ଦେବେ। ତେଣୁ ସେହି ସମୟରେ ସେଠାରେ ଚପଲ ଏବଂ ଜୋତା ରଖନ୍ତୁ ନାହିଁ କିମ୍ବା ଝାଡ଼ୁକୁ ରଖନ୍ତୁ ନାହିଁ। ଏହା ନକାରାତ୍ମକ ଭାବ ସୃଷ୍ଟି କରେ। ଠାକୁର ଘରକୁ ସବୁବେଳେ ପରିଷ୍କାର କରି ସନ୍ଧ୍ୟା ଦିଅନ୍ତୁ। ତା ସହିତ ତୁଳସୀ ଗଛ ମୂଳକୁ ମଧ୍ୟ ପରିଷ୍କାର ରଖନ୍ତୁ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘରେ ସଦାସର୍ବଦା ରହିଥାଏ। ସନ୍ଧ୍ୟା ଦେବା ସମୟରେ ଆପଣ ଧୂପ ଦିଅନ୍ତୁ, ଦୀପ ଦିଅନ୍ତୁ, ତା ସହିତ ଘଣ୍ଟା ବା ଘଣ୍ଟି ବଜାନ୍ତୁ ଏବଂ ଶଙ୍ଖକୁ ବଜାନ୍ତୁ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ଦୂରେଇବା ସହ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ। ଏହି ସବୁ ନିୟମ ମାନି ସନ୍ଧ୍ୟା ଦେଲେ ଆପଣଙ୍କ ଘରେ ସୁଖ ଶାନ୍ତି ବଜାୟ ରହିବ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ।